ଚାଲନ୍ତୁ ଜାଣିବା ମାଳିକା ବଚନ ଭାଗ 1। ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କର ଭବିଷ୍ୟବାଣୀ ଶୂନ୍ୟ ସଂହିତା ଓ ମାଳିକା ଉପରେ ଆଧାରିତ। କ'ଣ ରହିଛି ଦେଖନ୍ତୁ। ନିଚ ଲୋକେ ଉଚ୍ଚ ଆସନ ଶାସନ ପାଇବେ, ବାପାଙ୍କୁ ପୁଅ ମାନିବ ନାହିଁ, ପେଟ ବିକଳେ ଧର୍ମ ଛାଡ଼ିବେ, ଅଜଣା ରୋଗର ମଣିଷ ମରିବେ। ଏମିତି ବହୁତ କିଛି ଜାଣିବା ଏହି ଭିଡ଼ିଓରେ। ଭିଡ଼ିଓଟି ଜମା ବି ସ୍କିପ୍ କରିବେନି। ଚାଲନ୍ତୁ ଜାଣିବା ଭବିଷ୍ୟବାଣୀ। ମାଳିକା ବଚନ 1। ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଶୂନ୍ୟ ସଂହିତା ଏବଂ ମାଳିକାରେ ଭବିଷ୍ୟତ ବିଷୟରେ ଅନେକ ଚ୍ୟାଲେଞ୍ଜର ତଥ୍ୟ ରହିଛି। ସେଥିରେ ଲେଖାଯାଇଥିବା ଭବିଷ୍ୟବାଣୀଗୁଡ଼ିକ ମୁଖ୍ୟତଃ କଳିଯୁଗର ଶେଷ ସମୟର ଲକ୍ଷଣ ଭାବେ ବର୍ଣ୍ଣନା କରାଯାଇଛି। ଯାହା ଲେଖାଯାଇଛି ପଢ଼ିଲେ ଭୟ ଲାଗୁଛି, କିନ୍ତୁ ଏହା କେବଳ ସଚେତନ ପାଇଁ ନୁହଁ। ଜୟ ଜଗନ୍ନାଥ। ରକ୍ଷା କର। ନିଚ ଲୋକ ଉଚ୍ଚ ଆସନ ପାଇବେ ଅର୍ଥ ହେଉଛି ସମାଜରେ ଅଯୋଗ୍ୟ, ମୂର୍ଖ ଓ ଚରିତ୍ରହୀନ ବ୍ୟକ୍ତିମାନେ କ୍ଷମତା ଓ ଉଚ୍ଚ ପଦବୀ ଲାଭ କରିବେ। 2 ନମ୍ବର, ବାପଙ୍କୁ ପୁଅ ମାନିବ ନାହିଁ ଅର୍ଥ ପାରିବାରିକ ଶୃଙ୍ଖଳା ନଷ୍ଟ ହେବ, ପିଲାମାନେ ବୃଦ୍ଧ ପିତାମାତାଙ୍କ କଥା ଅବମାନନା କରିବେ। 3, ଭାଇ ଭାଇ ମଧ୍ୟରେ କଳହ ଲାଗିବ ଅର୍ଥ ସ୍ୱାର୍ଥ ଓ ସମ୍ପତ୍ତି ପାଇଁ ନିଜ ସହୋଦର ଭାଇମାନଙ୍କ ଭିତରେ ଶତ୍ରୁତା ସୃଷ୍ଟି ହେବ। ନାରୀମାନେ ଲଜ୍ଜା ତ୍ୟାଗ କରିବେ ଅର୍ଥ ପାରମ୍ପରିକ ଆଚରଣ ବିଧି ବଦଳିଯିବ ଏବଂ ନାରୀମାନଙ୍କ ପୋଷାକପତ୍ର ଓ ଚାଲିଚଳନରେ ପରିବର୍ତ୍ତନ ଆସିବ। 5 ନମ୍ବର, ଗୁରୁକୁ ଶିଷ୍ୟ ନିନ୍ଦା କରିବେ ଅର୍ଥ ଗୁରୁ ଓ ଶିକ୍ଷକମାନଙ୍କ ପ୍ରତି ଛାତ୍ରମାନଙ୍କର ଭକ୍ତି ଓ ସମ୍ମାନ ରହିବ ନାହିଁ। ସତ୍ୟ କହିଲେ ମିଛ ବୋଲିବେ ଅର୍ଥ ସମାଜରେ ସତ କହୁଥିବା ବ୍ୟକ୍ତିଙ୍କୁ କେହି ବିଶ୍ୱାସ କରିବେ ନାହିଁ, ବରଂ ଠକମାନଙ୍କର କଥାକୁ ସମସ୍ତେ ଗ୍ରହଣ କରିବେ। 7 ନମ୍ବର, ପେଟ ବିକଳେ ଧର୍ମ ଛାଡ଼ିବେ ଅର୍ଥ ଗରିବ ଏବଂ ଦୁର୍ଦ୍ଦଶା କାରଣରୁ ଲୋକେ ନିଜର ନୀତି ଓ ଆଦର୍ଶ ଓ ଧର୍ମକୁ ଭୁଲିଯିବେ। ମନ୍ଦିରରେ ଭକ୍ତି ନଥିବ, କେବଳ ଆଡ଼ମ୍ବର ଥିବ ଅର୍ଥ ଭଗବାନଙ୍କୁ ଆନ୍ତରିକତା ସହ ନ ଡାକିଲେ ଲୋକ କେବଳ ଦେଖାଣିଆ ଭାବରେ ପୂଜାପାଠ କରିବେ। ବ୍ରାହ୍ମଣମାନେ କର୍ମ ଭ୍ରଷ୍ଟ ହେବେ ମାନେ ଯେଉଁ ଲୋକମାନଙ୍କ କାମ ସମାଜକୁ ଧର୍ମର ବାଟ ଦେଖାଇବ, ସେମାନେ ନିଜ କର୍ମ ଭୁଲି ଅନ୍ୟାୟ ରାସ୍ତାକୁ ଧରିବେ। ଅନ୍ୟାୟ ଅର୍ଜିତ ଧନରେ ଗର୍ବ କରିବେ ମାନେ ଖରାପ ଉପାୟରେ ଲାଞ୍ଚ ବା ଠକେଇ କରି କମାଇଥିବା ଟଙ୍କାକୁ ନେଇ ଲୋକ ଅହଙ୍କାର ଦେଖାଇବେ। ଅଦିନରେ ବର୍ଷା ଓ ଝଡ଼ବାତ୍ୟା ଆସିବ ମାନେ ପରିବେଶ ଓ ଜଳବାୟୁର ନିୟମ ଭାଙ୍ଗିଯିବ, ଅସମୟରେ ପ୍ରାକୃତିକ ପର୍ଯ୍ୟଟନ ଘଟିବ। 12, ଅଦିନରେ ଫଳିବ ଗଛ ଅର୍ଥ ପ୍ରକୃତିର ନିୟମ ବିପରୀତ ଦିଗରେ ଯିବ, ଯାହାଫଳରେ ଋତୁ ଅନୁଯାୟୀ ଗଛରେ ଫଳ ଆସିବ ନାହିଁ। ନଦୀ କୂଳେ ଥାଇ ଲୋକେ ଶୋଷରେ ମରିବେ ଅର୍ଥ ପାଣିର ଘୋର ଅଭାବ ଓ ପ୍ରଦୂଷଣ ଯୋଗୁଁ ନଦୀ ପୋଖରୀ ଥିଲେ ବି ପିଇବାକୁ ଶୁଦ୍ଧ ଜଳ ମିଳିବ ନାହିଁ। ଅଜଣା ରୋଗରେ ମଣିଷ ମରିବେ। ଏପରି ନୂଆ ନୂଆ ମହାମାରୀ ଆସିବ ଯାହାର ନାମ କେହି ଶୁଣି ନଥିବେ, ଯେପରି ଏବେ କରୋନା ଆସିଥିଲା। ବୈଦ୍ୟ ଓ ଔଷଧ କାମ କରିବ ନାହିଁ ଅର୍ଥାତ୍ ରୋଗ ଏତେ ଭୟଙ୍କର ହେବ ଯେ ଡାକ୍ତର ବା କୌଣସି ଔଷଧ ରୋଗୀକୁ ବଞ୍ଚାଇ ପାରିବ ନାହିଁ। ପୋକ ମାଛି ପରି ଲୋକଙ୍କ ଜୀବନ ଯିବ। ମହାମାରୀ ଏବଂ ବିପର୍ଯ୍ୟୟରେ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ମୃତ୍ୟୁବରଣ କରିବେ। 17, ଶ୍ରୀମନ୍ଦିର ବେଢ଼ାରେ ରକ୍ତ ପଡ଼ିବ। ପୁରୀ ମନ୍ଦିର ପରି ପବିତ୍ର ସ୍ଥାନରେ ମାରପିଟ ବା ଅଘଟଣ ଘଟି ପତିବ୍ରତା ନଷ୍ଟ ହେବ। ବଡ଼ ଦେଉଳରୁ ପାଷାଣ ଖସିବ ଅର୍ଥ ମନ୍ଦିରରୁ ପଥର ଖସିବା ଦୁର୍ଘଟଣା ଯୁଗାନ୍ତର ବା ପ୍ରଳୟର ଏକ ସ୍ପଷ୍ଟ ସଂକେତ ହେବ। ମାଉସୀ ମା ମନ୍ଦିର ଯାଏ ସମୁଦ୍ର ମାଡ଼ିବ ଅର୍ଥ ସମୁଦ୍ରର ଜଳସ୍ତର ବଢ଼ିଯିବ ଏବଂ ପୁରୀ ବଡ଼ଦାଣ୍ଡର ମାଉସୀ ମା ମନ୍ଦିର ଯାଏ ପାଣି ଚାଲି ଆସିବ।
ପୁରୀ ବଡ଼ଦାଣ୍ଡେ ନା ଚାଲିବ। ଅର୍ଥ ରହୁଛି ପ୍ରଳୟକାରୀ ବନ୍ୟା ବା ସୁନାମିରେ ବଡ଼ଦାଣ୍ଡରେ ନୌକା ଚାଲିବା ପରି ପରିସ୍ଥିତି ଉପୁଜିବ। ରାଜା ପ୍ରଜାଙ୍କୁ ଶୋଷଣ କରିବେ। ଦେଶରେ ନେତା ଏବଂ ଶାସକମାନେ ଦୁର୍ନୀତିଗ୍ରସ୍ତ ହୋଇ ସାଧାରଣ ଲୋକଙ୍କୁ ହଇରାଣ କରିବେ। କର ଭାରରେ ଲୋକେ ଆଉଟୁପାଉଟୁ ହେବେ, ଅର୍ଥାତ୍ ସରକାରୀ ଟିକସ କିମ୍ବା ଦରଦାମ ଏତେ ବୃଦ୍ଧି ପାଇବ ଯେ ସାଧାରଣ ଲୋକେ ଚଳିବା ମୁସ୍କିଲ ହୋଇଯିବ। ଆକାଶରେ ଉଡ଼ିବେ ଲୌହ ପକ୍ଷୀ, ଅର୍ଥାତ୍ ଆକାଶମାର୍ଗରେ ଉଡ଼ାଜାହାଜ ଏବଂ ଯୁଦ୍ଧ ବିମାନର ବ୍ୟବହାର ବଢ଼ିବ। ବିଦେଶୀମାନେ ଦେଶର ବାଟ ବାନ୍ଧିବେ, ଅର୍ଥାତ୍ ଅନ୍ୟ ଦେଶମାନେ ଆମ ଦେଶର ଅର୍ଥନୀତି ଓ ବ୍ୟବସାୟ ଉପରେ ନିୟନ୍ତ୍ରଣ ଜାହିର କରିବେ। ଆକାଶରୁ ନିଆଁ ବର୍ଷିବ, ଅର୍ଥାତ୍ ଆକାଶରୁ ପ୍ରବଳ ଖରା ହେବ କିମ୍ବା ଯୁଦ୍ଧ ସମୟରେ ଆକାଶ ମାର୍ଗରୁ ବୋମାମାଡ଼ ହେବ। 7 ଦିନିଆ ଅନ୍ଧକାର ଆସିବ, ଅର୍ଥାତ୍ ପ୍ରଳୟ ସମୟରେ ସୂର୍ଯ୍ୟ ଲୁଚିଯିବେ ଏବଂ କ୍ରମାଗତ 7 ଦିନ ଧରି ଚାରିଆଡ଼େ ଘୋର ଅନ୍ଧକାର ଛାଇଯିବ। ଭୂମିକମ୍ପରେ ପୃଥିବୀ ଟଳମଳ ହେବ, ଅର୍ଥାତ୍ ଭୟଙ୍କର ଭୂମିକମ୍ପ ଯୋଗୁଁ ବଡ଼ ବଡ଼ କୋଠା ଓ ସହର ଧ୍ୱଂସ ପାଇବ। 28 ନିଷ୍କଳଙ୍କ ରୂପେ ଭଗବାନ ଜନ୍ମ ନେବେ, ଅର୍ଥାତ୍ ପାପର ବିନାଶ ପାଇଁ ଭଗବାନ କଳ୍କି ଅବତାର ନେଇ ମର୍ତ୍ତ୍ୟମଣ୍ଡଳରେ ଆବିର୍ଭାବ ହେବେ। 29 କେବଳ ନାମ ଭଜୁଥିବା ପ୍ରାଣୀ ବଞ୍ଚିବେ, ଅର୍ଥାତ୍ ଯେଉଁମାନେ ସତ୍ କର୍ମ କରିବେ ଏବଂ ନିରନ୍ତର ଈଶ୍ୱରଙ୍କ ନାମ ଜପ କରୁଥିବେ। ପ୍ରଳୟ କେବଳ ସେହିମାନେ ରକ୍ଷା ପାଇବେ। ସତ୍ୟଯୁଗର ପୁନଃ ପ୍ରତିଷ୍ଠା ହେବ, ଅର୍ଥ କଳିଯୁଗରେ ସମସ୍ତ ପାପ ନଷ୍ଟ ହେବା ପରେ ପୁଣି ଥରେ ଶାନ୍ତି, ମୈତ୍ରୀ ଓ ଧର୍ମର ଯୁଗ ଯଥାର୍ଥ ସତ୍ୟଯୁଗ ଆରମ୍ଭ ହେବ। ଗୋମାତା ଦେବେ ନାହିଁ କ୍ଷୀର, ଅର୍ଥାତ୍ ଗାଈମାନେ କ୍ଷୀର ଦେବା କମାଇଦେବେ କିମ୍ବା ବନ୍ଦ କରିଦେବେ। ଅମୃତ ତୁଲ୍ୟ ଗୋ କ୍ଷୀରର ଅଭାବ ଦେଖାଦେବ। ଘରେ ଘରେ ତୁଳସୀ ଶୁଖିଯିବ, ଅର୍ଥାତ୍ ଲୋକଙ୍କ ଘରୁ ଆଧ୍ୟାତ୍ମିକ ପରିବେଶ ନଷ୍ଟ ହେବ। ପୂଜାପାଠ ଏବଂ ପତିବ୍ରତା ପ୍ରତୀକ ତୁଳସୀ ଗଛ ଆକାରରେ ଶୁଖିଯିବେ। ମା ଝିଅ ମଧ୍ୟରେ ଶତ୍ରୁତା ହେବ, ଅର୍ଥାତ୍ ପାରିବାରିକ ସମ୍ପର୍କରେ ତିକ୍ତତା ଏତେ ବଢ଼ିଯିବ ଯେ ନିଜ ଜନ୍ମ କଲା ମା ଏବଂ ଝିଅ ଭିତରେ ବି ଶତ୍ରୁତା ଓ ବିବାଦ ଦେଖାଦେବ। ଧାନ ଗଛରେ ପୋକ ଲାଗିବ, ଅମଳ ହେବ ନାହିଁ, ଅର୍ଥାତ୍ କୃଷି କ୍ଷେତ୍ରରେ ବ୍ୟାପକ କ୍ଷତି ହେବ। ନୂଆ ନୂଆ ରୋଗ ପୋକ ଯୋଗୁଁ ଫସଲ ନଷ୍ଟ ହେବ ଏବଂ ଖାଦ୍ୟ ଅଭାବ ଦେଖାଦେବ। ଛୋଟ ପିଲାମାନେ କଥା ନ କହିବେ, ଅର୍ଥାତ୍ ପିଲାମାନଙ୍କ ସରଳତା ହଜିଯିବ। ଅଳ୍ପ ବୟସରେ ସେମାନେ ପାକଳ ବା ଅହଙ୍କାରୀ କଥା କହିବେ ଏବଂ ବଡ଼ମାନଙ୍କୁ ସମ୍ମାନ ଦେବେ ନାହିଁ। ସାଧୁସନ୍ଥମାନେ ବନବାସ କରିବେ, ଅର୍ଥାତ୍ ସମାଜରେ ପାପ ବଢ଼ିବା କାରଣରୁ ପ୍ରକୃତ ସାଧୁ ଓ ଭକ୍ତମାନେ ଲୋକାଳୟ ଛାଡ଼ି ଜଙ୍ଗଲ କିମ୍ବା ଗୁପ୍ତ ସ୍ଥାନରେ ଆଶ୍ରୟ ନେବେ। ଶିମିଳି ଗଛରେ ଆମ୍ବ ଫଳିବ, ଅର୍ଥାତ୍ ପ୍ରକୃତିର ନିୟମ ସମ୍ପୂର୍ଣ୍ଣ ଓଲଟିଯିବ। ଅସମ୍ଭବ ପ୍ରାକୃତିକ ଘଟଣାମାନ ଘଟିବ। ମାଛ ଓ କଇଁଛ ଶୁଖିଲା ଭୂଇଁରେ ବୁଲିବେ, ଅର୍ଥାତ୍ ଜଳାଶୟଗୁଡ଼ିକ ଏତେ ଶୁଖିଯିବ ଯେ ଜଳଚର ପ୍ରାଣୀମାନେ ପାଣି ନ ପାଇ ଡଙ୍ଗାର ବା ଶୁଖିଲା ମାଟି ଉପରୁ ଆସି ପ୍ରାଣ ହରାଇବେ। କଳା ମେଘ ବଦଳରେ ଲାଲ ମେଘ ଦିଶିବ, ଅର୍ଥ ଆକାଶରେ ରଙ୍ଗରେ ପରିବର୍ତ୍ତନ ଦେଖାଯିବ। ଏହା ପ୍ରଦୂଷଣ, ଯୁଦ୍ଧ ବା ମହାପ୍ରଳୟର ପ୍ରାକୃତିକ ସୂଚନା ଦେବ। ଚୋର ଡକାୟତମାନେ ରାଜୁତି କରିବେ, ଅର୍ଥାତ୍ ଆଇନ ଶୃଙ୍ଖଳା ବିପର୍ଯ୍ୟୟ ହେବ। ଅପରାଧୀ ଓ ଖରାପ ଲୋକମାନେ କ୍ଷମତାକୁ ଆସିବେ ଏବଂ ସମାଜରେ ଶାସନ କରିବେ। ବଣର ପଶୁ ଗାଁରେ ପଶିବେ, ଅର୍ଥାତ୍ ଜଙ୍ଗଲ ନଷ୍ଟ ହେବା କାରଣରୁ ହିଂସ୍ର ବନ୍ୟଜନ୍ତୁମାନେ ଖାଦ୍ୟ ଅନ୍ୱେଷଣରେ ଲୋକଙ୍କ ଘରେ ପଶି ଆକ୍ରମଣ କରିବେ। ଦିନ ଦ୍ୱିପ୍ରହରେ ତାରା ଦିଶିବ, ଅର୍ଥାତ୍ ସୂର୍ଯ୍ୟଙ୍କ ତେଜ କମିଯିବ କିମ୍ବା ଆକାଶରେ ଏପରି ମେଘ ଢାଙ୍କିବ ଯେ ଦିନବେଳା ମଧ୍ୟ ଅନ୍ଧକାର ଲାଗିବ ଏବଂ ତାରା ଦେଖାଯିବ। ସମୁଦ୍ର ନିଜ ସୀମା ଲଙ୍ଘିବ, ଅର୍ଥାତ୍ ସମୁଦ୍ରର ଜଳସ୍ତର ବୃଦ୍ଧି ପାଇବ ଏବଂ ସମୂଳ କୂଳବର୍ତ୍ତୀ ଅଞ୍ଚଳ ଓ ସହରଗୁଡ଼ିକୁ ପାଣି ମାଡ଼ି ଆସିବ। ନଦୀରେ
ପାଣି ବିଷ ପାଲଟିବ, ଅର୍ଥାତ୍ ନଦୀ ଜଳ ଅତ୍ୟନ୍ତ ପ୍ରଦୂଷିତ ଏବଂ ବ୍ୟବହାର ଅନୁପଯୋଗୀ ହୋଇଯିବ, ଯାହାକୁ ପିଇଲେ ଲୋକ ରୋଗାକ୍ରାନ୍ତ ହେବେ। ଅଳ୍ପ ବୟସରେ ବାଳ ପାଚିବ ଓ ବୟସ କମିବ, ଅର୍ଥାତ୍ ଅସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ଚିନ୍ତା ଯୋଗୁଁ ଯୁବକମାନେ ବୃଦ୍ଧ ଭଳି ଦେଖାଯିବେ ଏବଂ ମଣିଷ ଆୟୁଷ ବହୁତ କମିଯିବ। ଲୋକେ ଧନ ପଛରେ ଅନ୍ଧ ଭଳି ଗୋଡ଼ାଇବେ, ଅର୍ଥାତ୍ ମଣିଷ ପାଇଁ କେବଳ ଟଙ୍କା ହିଁ ସବୁ କିଛି ହେବ। ଧନ ପାଇଁ ଲୋକେ ଯେକୌଣସି ତଳସ୍ତରକୁ ଖସିଯିବାକୁ ପଛାଇବେ ନାହିଁ। ରାତିରେ ସୂର୍ଯ୍ୟ ଦେଖାଯିବେ, ଅର୍ଥ ଏକ ବିଶାଳ ଉଲ୍କାପିଣ୍ଡ ପଡ଼ିବା ଏବଂ ପରମାଣୁ ବୋମା ବିସ୍ଫୋରଣ ଯୋଗୁଁ ରାତିରେ ମଧ୍ୟ ସୂର୍ଯ୍ୟଙ୍କ ପରି ପ୍ରଚଣ୍ଡ ଆଲୋକ ଦେଖାଯିବ। ଲୋକେ ମାଂସ ଓ ମଦରେ ମାତିବେ, ଅର୍ଥ ଲୋକଙ୍କର ଖାଦ୍ୟପେୟ ତାମସିକ ହୋଇଯିବ। ନିଶାଦ୍ରବ୍ୟ ଏବଂ ଆମିଷ ଭୋଜନ ବିନା ଲୋକେ ରହିପାରିବେ ନାହିଁ। ଖାଦ୍ୟରୁ ସ୍ୱାଦ ଚାଲିଯିବ, ଅର୍ଥ ଜମିର ଉର୍ବରତା ନଷ୍ଟ ହେବ ଏବଂ ରାସାୟନିକ ସାର ପ୍ରୟୋଗ ଯୋଗୁଁ ଫଳ, ପନିପରିବା ଏବଂ ଖାଦ୍ୟଶସ୍ୟରେ ପୂର୍ବ ପରି ସ୍ୱାଦ ଓ ପୁଷ୍ଟି ରହିବ ନାହିଁ। ମନ୍ଦିର ଚୂଡ଼ାରୁ ନୀଳାଚଳ ବଙ୍କା ହେବ, ଅର୍ଥାତ୍ ଭୟଙ୍କର ବାତ୍ୟା କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ପୁରୀ ଶ୍ରୀମନ୍ଦିରର ନୀଳଚକ୍ର ଦୋହଲି ଯିବ ବା ବଙ୍କା ହୋଇଯିବ, ଯାହା ବିପଦର ସୂଚନା ରହିବ। କଳ୍ପବଟ ମୂଳେ ପାଣି ଲାଗିବ, ଅର୍ଥାତ୍ ବନ୍ୟା ବା ସମୁଦ୍ର ପାଣି ଶ୍ରୀମନ୍ଦିର ପରିସରରେ ପଶିବ ଏବଂ କଳ୍ପବଟକୁ ସ୍ପର୍ଶ କରିବ। ପୁରୀ ଗଜପତି ରାଜାଙ୍କ କ୍ଷମତା ହ୍ରାସ ପାଇବ, ଅର୍ଥାତ୍ ପୁରୀ ମନ୍ଦିରର ରକ୍ଷକ ଭାବେ ପରିଚିତ ଗଜପତି ମହାରାଜଙ୍କର ଶାସନ ଓ ନିୟନ୍ତ୍ରଣ ବ୍ୟବସ୍ଥା ଦୁର୍ବଳ ହୋଇଯିବ। ପଥର ପ୍ରତିମା କାନ୍ଦିବେ, ଅର୍ଥାତ୍ ଦେବଦେବୀଙ୍କ ମୂର୍ତ୍ତିରୁ ଝାଳ ବୋହିବ କିମ୍ବା ଲୌହ ବୋହିବା ଭଳି ଅଲୌକିକ ତଥା ଅଶୁଭ ଘଟଣାମାନ ଦେଖିବାକୁ ମିଳିବ। ମାଟି ଭିତରୁ ବିକଟାଳ ଶବ୍ଦ ଆସିବ, ଅର୍ଥାତ୍ ଭୂମିକମ୍ପ ପୂର୍ବରୁ କିମ୍ବା ପୃଥିବୀର ଗର୍ଭରୁ ଅଜଣା ଓ ଭୟଙ୍କର ଶବ୍ଦମାନ ଶୁଭିବ, ଯାହା ଲୋକଙ୍କ ମନରେ ଭୟ ସୃଷ୍ଟି କରିବ। ବାଟୋଇକୁ ବାଟରେ ବିପଦ ପଡ଼ିବ, ଅର୍ଥ ରାସ୍ତାଘାଟ ସୁରକ୍ଷିତ ରହିବ ନାହିଁ। ଦୁର୍ଘଟଣା, ଲୁଟ୍‌ପାଟ୍ ଏବଂ ହିଂସା ଯୋଗୁଁ ଯାତ୍ରୀମାନେ ଭୟରେ ଯାତାୟାତ କରିବେ। ମିତ୍ର ସାଜିବେ ପରମ ଶତ୍ରୁ, ଅର୍ଥ ବିଶ୍ୱାସଘାତକତା ବଢ଼ିବ। ନିଜର ସବୁଠାରୁ ବିଶ୍ୱସ୍ତ ସାଙ୍ଗ ମଧ୍ୟ ସ୍ୱାର୍ଥ ପାଇଁ ବଡ଼ ଧୋକା ଦେବ। ଧର୍ମ ନାମରେ ବ୍ୟବସାୟ ହେବ, ଅର୍ଥାତ୍ ମଠ, ମନ୍ଦିର ଏବଂ ଆଶ୍ରମଗୁଡ଼ିକରେ ଆଧ୍ୟାତ୍ମିକତା ବଦଳରେ ଟଙ୍କା କମାଇବା ପାଇଁ ବେପାର ଆରମ୍ଭ ହେବ। ଭଣ୍ଡ ବାବାଙ୍କ ସଂଖ୍ୟା ବଢ଼ିବ। ପରସ୍ତ୍ରୀ ହରଣ ବଢ଼ିବ, ଅର୍ଥ ସାମାଜିକ ବ୍ୟଭିଚାର ବଢ଼ିବ ଏବଂ ମହିଳାମାନଙ୍କ ପ୍ରତି ଅପରାଧ ତଥା ଅସମ୍ମାନର ଚରମ ସୀମାରେ ପହଞ୍ଚିବ। ଦିନ କେମିତି ଯିବ ଜଣାପଡ଼ିବ ନାହିଁ, ଅର୍ଥାତ୍ ସମୟର ଗତି ବହୁ ଦ୍ରୁତ ହୋଇଯିବ ବୋଲି ଅନୁଭବ ହେବ। ମଣିଷ ନିଜ କାମରେ ଏତେ ବ୍ୟସ୍ତ ରହିବ ଯେ ଦିନ ରାତିର ଫରକ କିଛି ଜାଣିପାରିବ ନାହିଁ। କାମୁଡ଼ା ପୋକର ଆତଙ୍କ ବଢ଼ିବ, ଅର୍ଥାତ୍ ଅଜବ ଧରଣର ବିଷାକ୍ତ କୀଟପତଙ୍ଗ ବା ବୁଢ଼ିଆଣୀ ଜାତୀୟ ଜୀବଙ୍କ କାମୁଡ଼ାରେ ଲୋକ ଆକ୍ରାନ୍ତ ହୋଇ ପ୍ରାଣ ହରାଇବେ। ଏସବୁ ଆହୁରି ଆସିବା ପାର୍ଟ 2ରେ, ଦ୍ୱିତୀୟ ଭାଗରେ ମୁଁ ଆହୁରି ବି ଆପଣଙ୍କୁ ଜଣାଇବି। ବହୁତ କିଛି ଏବେ ବି ମଧ୍ୟ ଚାଲୁଛି ଦୁନିଆରେ, ତ ଜଣାପଡ଼ୁଛି କଳିଯୁଗ ବହୁତ ଜଲ୍ଦି ସରି ଆସୁଛି। ଭଲ ଲାଗିଲେ ନିଶ୍ଚିନ୍ତ ସେୟାର କରିବେ। ରହୁଛି, ଜୟ ଜଗନ୍ନାଥ।